ପରିଚୟ ମୋ ନାଁ ନନ୍ଦିନୀପ୍ରିୟା ପାଣିଗ୍ରାହୀ। ମୁଁ ସିମର ଗାଁର ବାସିନ୍ଦା। ରାତିରେ ଶୋଇଥିଲା ବେଳେ ରାତି 12ଟା ବେଳକୁ ଆମେ ଶୋଇଲା ପରେ ଆମର ଗୋଟେ ରୁମ୍ରେ ଶୋଇଥିଲୁ। ଆଉ ଗୋଟେ ରୁମ୍ରେ ଏତେ ଦୁର୍ବୃତ୍ତ ପଶିକି ସୁନା ଗହଣା ଆଲମାରି ଖୋଲିକି ସୁନା ଗହଣା ଝରକା କାଟି ଦେଇ ପଶିଛନ୍ତି। ଆଲମାରି ଖୋଲିକି ସୁନା ଗହଣା କିଛି ନଗଦ ଟଙ୍କା ଥିଲା ଆଉ ATM କାର୍ଡ଼ ସବୁ ନେଇକି ଯାଇଛନ୍ତି ହେରି। ଆନୁମାନିକ କେତେ ମୂଲ୍ୟର ଟଙ୍କା? 10 ଲକ୍ଷ ଟଙ୍କାର ଆନୁମାନିକ କିଛି ନହେଲେ ବି 2ଟା ହାର ସବୁ ହେଇକି 10 ଲକ୍ଷ ଟଙ୍କାର ସୁନା ଗହଣା ସବୁ ମିଶେଇ ନଗଦ ଟଙ୍କା ମାଛ ମିଶେଇକି ଆନୁମାନିକ 10 ଲକ୍ଷ ପାଖାପାଖି ହେଇଥିବ। ଆଉ ପୋଲିସ ଯାଇକି ବାଘମାରୀ ଥାନାରେ ଆମେ କମ୍ପ୍ଲେନ୍ ଦେଇକି ଆଇଛୁ। ପୋଲିସ ଟିମ୍ ଆସିକି ଦେଖିକି ଯାଇଛନ୍ତି। ସେ କହିଛନ୍ତି ଯେ ସନ୍ଧାନୀ କୁକୁର ଆଣିକି ଆସିବେ, ଫରେନ୍ସିକ୍ ଟିମ୍ ଆସିବ। ଆଉ ଦେଖାଯାଉ ଆଗକୁ ସେ କ'ଣ ଆକ୍ସନ୍ ନେଉଛନ୍ତି, ଆଗକୁ କ'ଣ କରୁଛନ୍ତି। ଆମେ ଆଶା କରୁଛୁ ଯେ ଯେହେତୁ ଏଇ ଗାଁରେ ବହୁତ ଚୋରି ହେଉଛି, ଆମ ଘରକୁ ମିଶିକି 6-7ଟା ଘର ହେଲାଣି। ଆଶା କରୁଛୁ ସେ ଦୁର୍ବୃତ୍ତମାନେ ଯଥାଶୀଘ୍ର ଧରା ପଡ଼ିବେ ଆଉ ପୋଲିସ ତାଙ୍କୁ ଧରିବା ସକ୍ଷମ ହେବ ବୋଲି ଆମେ ଚାହୁଁଛୁ।